ଯେତେବେଳେ ମେଡ଼ିକାଲ ସିଟ୍ ନେଲା ପରେ ସବୁଠୁ ବଡ଼ ଖୋଫ ବା ଡର ମନରେ ଯେଉଁଟା ଥାଏ ସେଟା ହେଲା ରାଗିଂ। ଆମ ବେଳେ ପ୍ରବଳ ରାଗିଂ ହେଉଥିଲା, ଫିଜିକାଲ ରାଗିଂ ହେଉଥିଲା, ପ୍ରବଳ ରାଗିଂ ହେଉଥିଲା। ଆଉ ସେତେବେଳେ ମୁଁ ଫାଷ୍ଟ ଯେତେବେଳେ ଆସିଲି ମେଡ଼ିକାଲ କଲେଜକୁ ଏଣ୍ଟ୍ରି କରିବା ପୂର୍ବରୁ ସ୍କୁଟରରେ ମୋର ଜଣେ ଭାଇଙ୍କର ତାଙ୍କ ସାଙ୍ଗ ସିଏ ପୋଲିସରେ ଥିଲେ, ସିଏ ସ୍କୁଟରରେ ଯେତେବେଳେ ମୋତେ ଆଣିକି ଛାଡ଼ିଲେ, ମୁଁ ସ୍କୁଟରରୁ ଓହ୍ଲେଇଲି, ମୋ ଜଣେ ସିନିୟର କଲେ ୟୁ ଆର୍ ଫାଷ୍ଟ ଇୟର, ମୋ କଲର ଧରିକି ଏମିତି ଟେକିଦେଲେ ସେଠି। ସୋ ସିଏ ସ୍କୁଟର ବନ୍ଦ କରିକି ତାଙ୍କୁ କହିବା ପାଇଁ ଆସୁଥିଲେ କି କ'ଣ ଏମିତି। ସୋ ଆଇ ଟୋଲ୍ଡ କି ନା ନା ଆମର ଏଇଟା ଏମିତି ହୁଏ, ଦିସ୍ ଇଜ୍ ୟୁ ଗୋ। ତାପରେ ସିଏ ପଳେଇଲେ। ବଟ୍ ଫାଷ୍ଟ ଡେର ଫାଷ୍ଟ ଏକ୍ସପିରିଏନ୍ସ ସେୟା ଥିଲା। ମୁଁ କହୁନି କି ରେଗିଂ ଯେତେବେଳେ ଥିଲା ଆମର ସିନିୟର ଜୁନିୟରମାନଙ୍କ ଇଣ୍ଟରାକ୍ସନ୍ ବହୁତ ଭଲ ଥିଲା। ମୁଁ ମୋ ଜୁନିୟରମାନଙ୍କ ପାଇଁ ବହୁତ ପ୍ରୋଟେକ୍ଟିଭ୍, ମୋ ସିନିୟରମାନଙ୍କଠୁ ବି ବହୁତ ହେଲ୍ପ ପାଇଛି। ବଟ୍ ରେଗିଂ ସୁଡ୍ ବି ଇନ୍ ଗୁଡ୍ ୱେ, ନଟ୍ ଇନ୍ ଫିଜିକାଲ ୱେ। ତ ୟେସ୍ ଲିମିଟେସନ୍। ବଟ୍ ସେତେବେଳେ ଏଇ ଜିନିଷ ଥିଲା, ଫାଷ୍ଟ ଡେରେ ଆମର ରେଗିଂ ଥିଲା ସବୁଠୁ ବଡ଼ ମନରେ ଭୟ, ଆଉ ଫାଷ୍ଟ ଡେରେ ମୋର ଏମିତି ହିଁ କଟିଥିଲା। ତାପରେ ସେଇଠୁ ଏଣ୍ଟ୍ରି ହେଲା ମୋର।